ଖ୍ରୀଷ୍ଟଫର୍ମରେ ଆମ ଚ୍ୟାନେଲ୍ ହେଭେନଲି ୱିଜଡମ୍ ବାଇବଲ୍ କୁଇଜ୍ ଦେଖୁଥିବା ସମସ୍ତଙ୍କୁ ନମସ୍କାର। ବର୍ତ୍ତମାନ କ୍ୱେଶ୍ଚିନ୍ ନମ୍ବର 41 ଆମେ ଷ୍ଟାର୍ଟ କରିବା। କ୍ୱେଶ୍ଚିନ୍ ନମ୍ବର 41 କହେ ସପ୍ତ ସୁବର୍ଣ୍ଣ ପ୍ରଦୀପ କ'ଣ ପ୍ରତିନିଧିତ୍ୱ କରେ? ଅପସନ୍ କ ସପ୍ତ ମଣ୍ଡଳୀ, ଅପସନ୍ ଖ ସାତ ସ୍ୱର୍ଗ, ଅପସନ୍ ଗ ଈଶ୍ୱରଙ୍କ ସିଂହାସନ ସମ୍ମୁଖରେ ସାତଟି ଆତ୍ମା, ଅପସନ୍ ଘ ପୁସ୍ତକର ସାତଟି ମୁଦ୍ରା। ଏହାର ସଠିକ୍ ଉତ୍ତର ହେବ ଅପସନ୍ କ ସପ୍ତ ମଣ୍ଡଳୀ। ମୁଁ ବର୍ତ୍ତମାନ ପ୍ରକାଶିତ 2 ସହିତ ଯାଇ ରଖିବି, ଯେଉଁଥିରେ ସପ୍ତ ମଣ୍ଡଳୀରୁ ଯୀଶୁଙ୍କ ବାର୍ତ୍ତା ଅଛି। ପ୍ରକାଶିତ ବାକ୍ୟ 2ର 1-7 ପର୍ଯ୍ୟନ୍ତ ଆମେ ଏଫିସ୍ ମଣ୍ଡଳୀକୁ ବାର୍ତ୍ତା ଦେଖିପାରିବା। ପ୍ରଶ୍ନ ନମ୍ବର 42 ପ୍ରକାଶିତ 2ର 1ରେ କାହା ପ୍ରତି ବାର୍ତ୍ତା ସମ୍ବୋଧିତ କରାଯାଇଛି? ଅପସନ୍ କ ଏଫିସ୍ ମଣ୍ଡଳୀର ଦୂତ, ଅପସନ୍ ଖ ଜେରୁସାଲେମର ପ୍ରାଚୀନମାନେ, ଅପସନ୍ ଗ ରୋମରେ ପ୍ରେରିତମାନେ, ଅପସନ୍ ଘ ଫାରସୀମାନେ। ଏହାର ସଠିକ୍ ଉତ୍ତର ହେବ ଅପସନ୍ କ ଏଫିସ୍ ମଣ୍ଡଳୀର ଦୂତ। ପ୍ରଶ୍ନ ନମ୍ବର 43 ପ୍ରକାଶିତ 2ର 1 ଅନୁଯାୟୀ ସପ୍ତ ନକ୍ଷତ୍ରକୁ ତାଙ୍କ ଦକ୍ଷିଣ ହସ୍ତରେ କିଏ ଧରିଛି? ଅପସନ୍ କ ଜଣେ ଖ୍ରୀଷ୍ଟ, ଅପସନ୍ ଗ ବାପ୍ତିଜକ ଯୋହନ, ଅପସନ୍ ଘ ପ୍ରେରିତ ପିତର। ଏହାର ସଠିକ୍ ଉତ୍ତର ହେବ ଅପସନ୍ ଖ ଯୀଶୁଖ୍ରୀଷ୍ଟ। ପ୍ରଶ୍ନ ନମ୍ବର 44 ପ୍ରକାଶିତ ବାକ୍ୟ 2ର 2 ଏବଂ 3ରେ ଯୀଶୁ ଏଫିସ୍ ମଣ୍ଡଳୀକୁ କ'ଣ ପ୍ରଶଂସା କରନ୍ତି? ଅପସନ୍ କ ସେମାନଙ୍କର ଧନ ଏବଂ ପ୍ରଭାବ, ଅପସନ୍ ଖ ସେମାନଙ୍କର କର୍ମ ପରିଶ୍ରମ ଓ ଧୈର୍ଯ୍ୟ, ପୁଣି ଭଣ୍ଡ ପ୍ରେରିତମାନଙ୍କୁ ମିଥ୍ୟାବାଦୀ ବୋଲି ପରୀକ୍ଷା କରି ଚିହ୍ନିବା ଯୋଗୁଁ, ଅପସନ୍ ଗ ଚମତ୍କାର କରିବାର ସେମାନଙ୍କର କ୍ଷମତା, ଅପସନ୍ ଘ ସେମାନଙ୍କର ବହୁ ସଂଖ୍ୟକ ଧର୍ମ ପରିବର୍ତ୍ତନକାରୀ। ଏହାର ସଠିକ୍ ଉତ୍ତର ହେଲା ଅପସନ୍ ଖ ସେମାନଙ୍କର କର୍ମ ପରିଶ୍ରମ ଏବଂ ଧୈର୍ଯ୍ୟ, ପୁଣି ଭଣ୍ଡ ପ୍ରେରିତମାନଙ୍କୁ ମିଥ୍ୟାବାଦୀ ବୋଲି ପରୀକ୍ଷା କରି ଚିହ୍ନିଅଛ ବା ଚିହ୍ନିବା ଯୋଗୁଁ। ଓକେ, now let's move to question number 45 ପ୍ରକାଶିତ 2ର 4ରେ ଏଫିସ୍ ମଣ୍ଡଳୀରେ ଯୀଶୁ କେଉଁ ଦେଶ ପାଇଲେ? ଅପସନ୍ କ ସେମାନେ ମିଥ୍ୟା ଭବିଷ୍ୟତ ବକ୍ତାମାନଙ୍କୁ ସେମାନଙ୍କୁ ଆଗେଇ ନେବାକୁ ଅନୁମତି ଦେଲେ, ଅପସନ୍ ଖ ସେମାନେ ସେମାନଙ୍କର ଆଦ୍ୟ ପ୍ରେମ ପରିତ୍ୟାଗ କଲେ, ଅପସନ୍ ଗ ସେମାନେ ପ୍ରାର୍ଥନା ଏବଂ ଉପବାସର ଅବହେଳା କଲେ, ଅପସନ୍ ଘ ସେମାନେ ସୁସମାଚାର ପ୍ରଚାର ବନ୍ଦ କଲେ। ଏହାର ସଠିକ୍ ଉତ୍ତର ହେଲା ଅପସନ୍ ଖ ସେମାନେ ସେମାନଙ୍କର ଆଦ୍ୟ ପ୍ରେମ ପରିତ୍ୟାଗ କଲେ। କ୍ୱେଶ୍ଚିନ୍ ନମ୍ବର 46 ପ୍ରକାଶିତ ବାକ୍ୟ 2ର 5ରେ ଯୀଶୁ କେଉଁ ଚେତାବନୀ ଦିଅନ୍ତି? ଅପସନ୍ କ ଯଦି ସେମାନେ ଅନୁତାପ କରନ୍ତି ନାହିଁ ତେବେ ସେ ସେମାନଙ୍କର ପ୍ରଦୀପ ସ୍ୱସ୍ଥାନରୁ ଗୁଞ୍ଚାଇ ଦେବେ, ଅପସନ୍ ଖ ସେ ସେମାନଙ୍କ ଉପରେ ମହାମାରୀ ପଠାଇବେ, ଅପସନ୍ ଗ ସେମାନେ ଇସ୍ରାଏଲ ପରେ ନିର୍ବାସିତ ହେବେ, ଅପସନ୍ ଘ ସେମାନଙ୍କର ସହର ଧ୍ୱଂସ ହେବ। ଏହାର ସଠିକ୍ ଉତ୍ତର ହେଲା ଅପସନ୍ କ ଯଦି ସେମାନେ ଅନୁତାପ କରନ୍ତି ନାହିଁ ତେବେ ସେ ସେମାନଙ୍କର ପ୍ରଦୀପ ସ୍ୱସ୍ଥାନରୁ ଗୁଞ୍ଚାଇ ଦେବେ। କ୍ୱେଶ୍ଚିନ୍ ନମ୍ବର 47 ପ୍ରକାଶିତ 2ର 6ରେ ନିକୋଲାତୀୟମାନେ କ'ଣ ପ୍ରତିନିଧିତ୍ୱ କରନ୍ତି? ଅପସନ୍ କ ଏକ ଗୋଷ୍ଠୀ ଯୀଶୁ ପ୍ରଶଂସା କରିଥିଲା, ଅପସନ୍ ଖ ମିଥ୍ୟା ଶିକ୍ଷା ଓ ଅନୈତିକ ପ୍ରଥା ପାଇଁ ଜଣାଶୁଣା ଏକ ଗୋଷ୍ଠୀ, ଅପସନ୍ ଗ ରୋମୀୟ ସୈନିକମାନଙ୍କର ଏକ ଦଳ, ଅପସନ୍ ଘ ଶାସ୍ତ୍ରୀ ଓ ଫାରିସୀମାନେ। ଏହାର ସଠିକ୍ ଉତ୍ତର ହେବ ଅପସନ୍ ଖ ମିଥ୍ୟା ଶିକ୍ଷା ଓ ଅନୈତିକ ପ୍ରଥା ପାଇଁ ଜଣାଶୁଣା ଏକ ଗୋଷ୍ଠୀ। କ୍ୱେଶ୍ଚିନ୍ ନମ୍ବର 48 ଯେଉଁମାନେ ପ୍ରକାଶିତ 2ର 7 ଅନୁସାରେ ଯେ ଜୟ କରନ୍ତି
ସେମାନଙ୍କୁ କେଉଁ ପ୍ରତିଜ୍ଞା ଦିଆଯାଏ? ଅପସନ୍ କ ସେମାନେ ଈଶ୍ୱରଙ୍କ ପାରାଦୀସରେ ଥିବା ଜୀବନ ବୃକ୍ଷର ଫଳ ଖାଏ। ଅପସନ୍ ଖ ସେମାନେ ଜାତି ଉପରେ ଶାସନ କରିବେ। ଅପସନ୍ ଗ ସେମାନେ ଏକ ସୁବର୍ଣ୍ଣ ମୁକୁଟ ପାଇବେ। ଅପସନ୍ ଘ ସେମାନେ ପୃଥିବୀରେ ବହୁତ ଧନ ପାଇବେ। ଆଉ ସଠିକ୍ ଉତ୍ତର ହେଲା ଅପସନ୍ କ ସେମାନେ ଈଶ୍ୱରଙ୍କ ପାରାଦୀସରେ ଥିବା ଜୀବନ ବୃକ୍ଷର ଫଳ ଖାଇବେ। ପ୍ରକାଶିତ ବାକ୍ୟ 2:8-11 ପର୍ଯ୍ୟନ୍ତ ସ୍ୱର୍ଣ୍ଣରେ ଥିବା ମଣ୍ଡଳକୁ ବାର୍ତ୍ତା ବିଷୟରେ ଲେଖାଯାଇଛି। ପ୍ରଶ୍ନ ନମ୍ବର 49 ପ୍ରକାଶିତ ବାକ୍ୟ 2:8ରେ ଯୀଶୁ ନିଜକୁ କିପରି ବର୍ଣ୍ଣନା କରନ୍ତି? ଅପସନ୍ କ ପ୍ରଥମ ଓ ଶେଷ ଯେ ମୃତ ହୋଇ ପୁନର୍ଜୀବିତ ହେଲା। ଅପସନ୍ ଖ ଆଲଫା ଓ ଓମେଗା ଜିଉଦାର ସିଂହ। ଅପସନ୍ ଗ ଜଗତର ଆଲୋକ ଏବଂ ଜୀବନର ଜ୍ୟୋତି। ଅପସନ୍ ଘ ଶାନ୍ତିର ରାଜକୁମାର ଏବଂ ମଣିଷତ୍ୱ। ଏହାର ସଠିକ୍ ଉତ୍ତର ହେଲା ଅପସନ୍ କ ପ୍ରଥମ ଓ ଶେଷ ଯେ ମୃତ ହୋଇ ପୁନର୍ଜୀବିତ ହେଲେ। ଆସନ୍ତୁ ଦେଖିବା କ୍ୱେଶ୍ଚନ୍ ନମ୍ବର 50 ପ୍ରକାଶିତ 1:9ରେ ସ୍ମରଣା ମଣ୍ଡଳୀ ଓ ଯନ୍ତ୍ରଣା ବିଷୟରେ ଯୀଶୁ କ'ଣ କୁହନ୍ତି? ଅପସନ୍ କ ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ। ଅପସନ୍ ଖ ସେମାନେ ନିର୍ଯାତନା ଓ କାରାଗାରର ସମ୍ମୁଖୀନ ହେବେ। ଅପସନ୍ ଗ ସେମାନଙ୍କୁ ଦୂତମାନେ ଉଦ୍ଧାର କରିବେ। ଅପସନ୍ ଘ ସେମାନେ ସେମାନଙ୍କର ବିଶ୍ୱାସ ହରାଇବେ। ଏହାର ସଠିକ୍ ଉତ୍ତର ହେଲା ଅପସନ୍ ଖ ସେମାନେ ନିର୍ଯାତନା ଓ କାରାଗାରର ସମ୍ମୁଖୀନ ହେବେ।